ଯୋଜନା ଆପଣଙ୍କର ଆକାଉଣ୍ଟରୁ ଟଙ୍କା ଆସୁନି, ସମସ୍ତ ପ୍ରକାର ଅଛି, ଲିଙ୍କ ଅଛି, ଡିବିଟି ଲିଙ୍କ ଅଛି, ତେଣୁ ଆସୁନି। ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ମୋର ଆଉ ଗୋଟେ ଭିଡ଼ିଓକୁ ସ୍ୱାଗତ। ଦେଖନ୍ତୁ, ଆପଣ ସୁଭଦ୍ରା ଯୋଜନାରେ ପ୍ରଥମ ଫେଜ୍ରେ ପଇସା ପାଇଲେନି, ଦ୍ୱିତୀୟ ଫେଜ୍ ଆସୁଛି, ପଇସା ପାଇବେ କି ନାହିଁ ଆପଣଙ୍କୁ କେମିତି ଏଇଟା ଜଣାପଡ଼ିବ ଯେ ଆପଣଙ୍କୁ ପଇସା କ'ଣ ପାଇଁ ଆସୁନି। ଆସନ୍ତା 9 ତାରିଖରେ ଆପଣ କ'ଣ ଦ୍ୱିତୀୟ ଫେଜ୍ରେ ପଇସା ମିଳିବ। ତେଣୁ ଆପଣମାନଙ୍କର କ'ଣ ଅସୁବିଧା ଅଛି ଯେ ଆପଣଙ୍କୁ ଏଇଟା ମିଳୁନି। କିଛି କିଛି ଲୋକଙ୍କର ଦେଖାହେଉଛି ନା ପ୍ରଥମ ଫେଜ୍ ତାଙ୍କ ପଇସା ପଠିଆ ହେଇଛି କିନ୍ତୁ ତାଙ୍କ ଆକାଉଣ୍ଟକୁ ଆସିନି, କାରଣ ତାଙ୍କର ବିଭିନ୍ନ ପ୍ରକାର ଆକାଉଣ୍ଟ ଅଛି। ଯେମିତି ଜଣଙ୍କର 5-6 ପ୍ରକାର ବ୍ୟାଙ୍କ ଅଛି, କି ଦେଖିଲା ବେଳକୁ ସେ ଗୋଟେ ବ୍ୟାଙ୍କ ଦେଇଛି, ଦେଖିଲା ବେଳକୁ ଆଉ ଗୋଟେ ବ୍ୟାଙ୍କ ଅଛି, ସେଥିରେ KYC ନାହିଁ, ତେଣୁ ପଇସା ଆସିନାହିଁ। ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣଙ୍କ ସମସ୍ତ ବ୍ୟାଙ୍କ ଡାଟା ଦେଖି ଆପଣ KYC କରିଦିଅନ୍ତୁ। ଆମର ଅକ୍ଟୋବର 9ରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିବ। ଆମର ଦେଖୁଛି ଷ୍ଟାଟସ୍ ପ୍ରାୟ ଫିଲ୍ଡ ଭେରିଫିକେସନ୍ ପେଣ୍ଡିଂ, ଫିଙ୍ଗରପ୍ରିଣ୍ଟ ନିଅନ୍ତି, KYC ଆପଣ ନିଅନ୍ତି କମ୍ପ୍ଲିଟ୍ ହେଇଛି, କିନ୍ତୁ ଫିଙ୍ଗରପ୍ରିଣ୍ଟିଂ ଦେଖାଉଛି। ଫିଲ୍ଡ ଭେରିଫିକେସନ୍ ଯେ କରିବେ କି ନ କରିବେ ଏମିତି କ'ଣ ପେଣ୍ଡିଂ ଦେଖାଉଛି। ତାପରେ ହେଉଛି OTPରେ ଜଣଙ୍କର ଆପ୍ରୁଭ୍ ହୋଇଛି, ସକ୍ସେସଫୁଲି ଡିଷ୍ଟର୍ବ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଏଠି ଲେଖୁଛି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, କିନ୍ତୁ ତାଙ୍କର ଦେଖାଉଛି ଆମର ICICI ବ୍ୟାଙ୍କ, ତାଙ୍କର NPCIରେ ଦେଖାଉଛି ICICI ବ୍ୟାଙ୍କ। ତେଣୁ ତାଙ୍କର ପଇସା ଆସୁନି, ଦେଖୁଛି ଆପ୍ରୁଭ୍ଡ କିନ୍ତୁ ଆସୁନି। ଏଠି ଯାଉଛି କମ୍ପ୍ଲିଟେଡ଼ ଫିଙ୍ଗରପ୍ରିଣ୍ଟ, ଫିଲ୍ଡ ଭେରିଫିକେସନ୍ ପେଣ୍ଡିଂ, ଫେଣି ବି ତାଙ୍କର କ'ଣ ଫିଲ୍ଡ ଭେରିଫିକେସନ୍, କ'ଣ ଫିଲ୍ଡ ଭେରିଫିକେସନ୍ କରିବେ କିଛି ବି ଜଣାପଡ଼ୁନି। ଯେଉଁମାନେ ବିନା KYC କରି ତାଙ୍କର ହେଇଯାଇଛି। ତାପରେ ଅଛି କମ୍ପ୍ଲିଟ ଇରିସ୍, ମାନେ ଆଖି, ତାଙ୍କର ଫିଙ୍ଗରପ୍ରିଣ୍ଟ ନେଲାନି, ତେଣୁ ଆଖି ଦ୍ୱାରା ନିଆଗଲା, ଲେଖିଛି ଅଣ୍ଡର ପ୍ରୋସେସ୍। ତାପରେ ହେଉଛି ଏଠି ଫିଙ୍ଗରପ୍ରିଣ୍ଟ, ଫିଲ୍ଡ ଭେରିଫିକେସନ୍ ପେଣ୍ଡିଂ, ଏମିତି ପ୍ରାୟ ଲୋକଙ୍କର ଏମିତି ଦେଖାଉଛି। ତାହେଲେ ଏଇଟା ଦେଖେଇବାର କାରଣଟା କ'ଣ ବି ଜଣାପଡ଼ୁନି। ଦେଖିଲା ବେଳକୁ ପ୍ରାୟ ଲୋକଙ୍କର ପଇସା ଆସିଯାଇଛି, କାହାର ଆସିନି। ତେଣୁ ଆପଣମାନେ କ'ଣ କରିବେ, ଆପଣଙ୍କର ସବୁ କାହାର ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କରେ ଅଛି କ'ଣ ଆକାଉଣ୍ଟ ନମ୍ବର, କାହାର SBIରେ ଅଛି, କାହାର ICICI ବ୍ୟାଙ୍କରେ ଅଛି, ଆଉ କାହାର ଏମିତି ଅଛି। ତେଣୁ ପ୍ରାୟ ଲୋକଙ୍କର ଏମିତି କ'ଣ ବ୍ୟାଙ୍କ ଏପଟ ସେପଟ ଅଛି। ତେଣୁ ଫିନୋ ବ୍ୟାଙ୍କ, ଏମିତି କେତେ ପ୍ରକାର ବ୍ୟାଙ୍କ ଅଛି। ଜଣଙ୍କର ଦେଖୁଥିଲେ ତାଙ୍କର କ'ଣ ଆମର ବରୋଦା ବ୍ୟାଙ୍କରେ ଅଛି, ସେ ଦେଇଛି ପଞ୍ଜାବ ବ୍ୟାଙ୍କ, ଦେଖି ଲେଖିବାକୁ ହେଉଛି ବରୋଦା ବ୍ୟାଙ୍କ, ଇଣ୍ଡସ୍ଇଣ୍ଡ ବ୍ୟାଙ୍କ, ଏମିତି ପ୍ରାୟ ବ୍ୟାଙ୍କ ଅଛି ଯେଉଁଥିରେ କି ଆପଣଙ୍କର KYC ଅପଡ଼େଟ୍ ନାହିଁ, ଆପଣ ଆକାଉଣ୍ଟ ବନ୍ଦ ହେଇକି ଅଛି, କ୍ଲୋଜ୍ ହେଇକି ଅଛି। ତେଣୁ ଆପଣ ଗୋଟେ ଆଧାର କାର୍ଡ଼ ଆଉ ଆପଣଙ୍କ ସିଗ୍ନେଚର ଦେଇକି ସେଟାକୁ ଓପନ୍ କରନ୍ତୁ, କଲା ପରେ ପଇସାଟା ଅଟୋମେଟିକ୍ ଆପଣଙ୍କ ଆକାଉଣ୍ଟକୁ ଆସିବ ଭାରି। ପ୍ରାୟ ଲୋକଙ୍କର ଗୋଟେ 3-4ଟା ଆକାଉଣ୍ଟ ଅଛି, ଖୋଲି ଦେଇଥିଲେ, ତେଣୁ ସେମାନଙ୍କୁ ଫର୍ମ ପକାଇଲା ବେଳକୁ ସବୁ ଅଲଗା ଅଲଗା ବ୍ୟାଙ୍କ ଅଛି, କି ପଞ୍ଜାବ ଦେଇଛି, କି SBI ଦେଇଛି, ଅଲଗା ଅଲଗା ବ୍ୟାଙ୍କ ସବୁ ଦେଖାଉଛି। ତେଣୁ ଆପଣମାନେ ଆପଣଙ୍କ ଆକାଉଣ୍ଟକୁ ଠିକ୍ ଭାବରେ ରଖନ୍ତୁ, ଯାହାଫଳରେ ପଇସାଟା ଆପଣଙ୍କୁ ଆସିବ। ଆପଣ କେଉଁ ଆକାଉଣ୍ଟଟା ଠିକ୍ରେ, ଆପଣ ଗୋଟେ ଲେଖିକି ଦେଇନ୍ତି ଫର୍ମରେ ମୋର ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, କିନ୍ତୁ ଆଉଛି ICICI ବ୍ୟାଙ୍କକୁ ପଇସା, ତାର ଗୋଟେ ପ୍ରମାଣ ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓ ଦେଖେଇବି। କାରଣ ସିଏ ତାଙ୍କର କେବେ 15 ବର୍ଷ ହେଲା ICICI ବ୍ୟାଙ୍କରେ ଆକାଉଣ୍ଟ କେମିତି ଗୋଟେ ଖୋଲି ଦେଇଥିଲେ, ଦେଖିଲା ବେଳକୁ ପଞ୍ଜାବ ନୂଆ ଆକାଉଣ୍ଟ ଖୋଲିଲେ, ଦେଖିଲା ସିଡ଼ିଂ ନେଉଛି ICICI ବ୍ୟାଙ୍କ, କିରେ ସିଡ଼ିଂ କେମିତି ହେଲା, ମୁଁ ତ ଆକାଉଣ୍ଟ ଖୋଲିନି, ଗଲା କୁଆଡ଼େ। ତେଣୁ ଏମିତି ଲୋକଙ୍କର ଅସୁବିଧା ପ୍ରାୟ ଅଛି। ତେଣୁ ଆପଣଙ୍କର କେଉଁ ବ୍ୟାଙ୍କରେ ଲିଙ୍କ ଅଛି, ଆପଣ କେଉଁ ବ୍ୟାଙ୍କ ଚାଲୁଅଛି, ସେଇଗୁଡ଼ାକ ସବୁ ପ୍ରଥମେ ଦେଖନ୍ତୁ। ଦେଖିକି ତାପରେ ଆପଣଙ୍କର କନଫର୍ମ ହୁଅନ୍ତୁ ଯେ ମୋର ନା ଏଇ ଆକାଉଣ୍ଟକୁ ମୋର ପଇସା ଆସିବ। ତେଣୁ ଆପଣ କିଛି ଜାଣୁନାହାନ୍ତି ନା, ମୁଁ ଫର୍ମ ପକେଇଲି ମୋର କ'ଣ ପାଇଁ ପଇସା ଆସିଲାନି, ଏଇଥିପାଇଁ ଯେ ଆସିଲାନି। ତେଣୁ ଆପଣମାନେ ଆପଣଙ୍କ ଆକାଉଣ୍ଟକୁ ପ୍ରଥମେ ଚେକ୍ କରନ୍ତୁ, କେଉଁ ଆକାଉଣ୍ଟରେ ଆମର ଡିବିଟି ଲିଙ୍କ ଅଛି, କେଉଁଥିରେ ଷ୍ଟାଟସ୍ ଠିକ୍ ଅଛି। ଆପଣ ଏଇଟା ପ୍ରଥମେ ଦେଖିକିରି ତାପରେ ଆପଣଙ୍କର ମନ୍ତବ୍ୟ ଦିଅନ୍ତୁ। ନହେଲେ କହନ୍ତି ସିଏ ଆଗୁଆ ମୋ ପଛୁଆ ପକାଇଦେଲା ପାଇଗଲା, ଏମିତି କହିବାର କାରଣ କିଛି ନାହିଁ। ତେଣୁ ଆପଣ ଆପଣଙ୍କ ଆକାଉଣ୍ଟକୁ ଠିକ୍ କରନ୍ତୁ, କେଉଁଠି ପ୍ରପର୍ ଆକାଉଣ୍ଟ ଅଛି ସେଇଠି ଯାଇକି ଡିବିଟି ଚେକ୍ କରନ୍ତୁ, ଆଧାର ସେଟିଂ ହେଇଛି କି ନାହିଁ, ମୋବାଇଲ ନମ୍ବର ଲିଙ୍କ ଅଛି ନାହିଁ। ତେଣୁ ସବୁ ଦେଖିଲା ପରେ ଆପଣ ଆପଣଙ୍କର ପଇସା ପାଇବେ। ତେଣୁ ଏଥିରେ ଅସୁବିଧା କିଛି ନାହିଁ, ଅପେକ୍ଷା କରନ୍ତୁ। ଆପଣଙ୍କ ଡାଟା ଏବେ ବି ଅଛି, ସବୁ ଭେରିଫିକେସନ୍ କରି ଡକ୍ୟୁମେଣ୍ଟ ରେଡ଼ି କରିଦିଅନ୍ତୁ। 9 ତାରିଖରେ ଦ୍ୱିତୀୟ ଫେଜ୍ରେ ଆପଣଙ୍କୁ ପଇସା ମିଳିବ। ତେଣୁ ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଭଲରେ ରୁହନ୍ତୁ।